ଶ୍ରୀମଦ୍ ଭାଗବତ ଚତୁର୍ଥ କନ୍ଦ 31 ଅଧ୍ୟାୟ 294 ପୃଷ୍ଠା। ଅଜ୍ଞାନ ଭାବେ ଦମ୍ବେ ଥାନ୍ତି ଯେ ଅନ୍ନ ଦେବଙ୍କୁ ସେବନ୍ତି, ସେ ହରି ଛାଡ଼ି ସେବାନ, ସେ ପ୍ରଭୁ ଭକତ ଧୀନ, ସେ ପାଦ ପଦ ଛାଡ଼ି ସେହି ଅନ୍ନ ଭଜନେ ମନ ଦେଇ, ତାହାଙ୍କୁ ବୋଲି ମୂଢ଼ମତି, ସେ ପ୍ରାଣୀ ଭବୁ ନ ତରନ୍ତି। ଅଜ୍ଞାନ ଭାବେ ଦମ୍ବେ ଥାନ୍ତି ଯେ ଅନ୍ୟ ଦେବଙ୍କୁ ସେବନ୍ତି। ଅଜ୍ଞାନ ଭାବରେ ଯେନ୍ମାନେ ଥେସେ ସେମାନେ ଅନ୍ୟ ଦେବତାକୁ ପୂଜା କରସେ ବୋଲିକରି ଶାସ୍ତ୍ର କହୁଛି। ସେ ହରି ଛାଡ଼ି ସେବା ଆନ୍ୟ, ସେ ପ୍ରଭୁ ଭକତ ଅଧୀନ, ସେ ପୂର୍ଣ୍ଣ ପରଆତ୍ମା, ସେ ପୂର୍ଣ୍ଣ ପରଆତ୍ମା ହରିକେ ଛାଡ଼ିକରି ସେ ଅନ୍ୟ ଦେବତାତି ମନ ଦଉଛି ବୋଲି କହୁଛି। ସେ ପ୍ରଭୁ ଭକତ ଅଧୀନ, ସେ ପୂର୍ଣ୍ଣ ପରମାତ୍ମା ଭକତଙ୍କର ଅଧୀନରେ ରହେସନ୍, ତାହାକେ ସେବା କରବାର କଥା ବୋଲି କୁହାଯାଉଛି। ସେ ପାଦ ପଦ ଛାଡ଼ି ସେହି ଅନ୍ନ ଭଜନେ ମନ ଦେଇ, ପୂର୍ଣ୍ଣ ପରଆତ୍ମା ପାଦକେ ଛାଡ଼ି ଦେଇକରି ସେ ଅନ୍ନ ଭଜନ ଅନ୍ୟ ଭକ୍ତି ସେ କରୁଛି, ଅନ୍ୟ ଦେବତାମାନଙ୍କୁ ପୂଜା କରୁଛି ବୋଲି କହୁଛି ଶାସ୍ତ୍ର। ତାହାକୁ ବୋଲି ମୂଢ଼ମତି, ତାହାକେ ମୂର୍ଖ ବୋଲି କହୁଛି, ମୂଢ଼ମତି ଅଜ୍ଞାନୀ ପାପିଷ୍ଟ ବୋଲି କହୁଛି। ତାହାକୁ ବୋଲି ମୂଢ଼ମତି, ସେ ପ୍ରାଣୀ ଭବୁ ନ ତରନ୍ତି, ସେ ଲୋକ, ସେ ପ୍ରାଣୀ, ସେ ମାନବ ଏଇ ଭବ ସଂସାରରୁ ଉଦ୍ଧାର ନେଇ ହେଇପାରେ, ନେଇ ତରେ ବୋଲିକରି କୁହାଗଲା। ଶ୍ରୀମଦ୍ ଭାଗବତ ଦଶମ କନ୍ଦ ଗୋପଲୀଳା ପଞ୍ଚମ ଅଧ୍ୟାୟ 108 ପୃଷ୍ଠା। ଗୋରୁ ବ୍ରାହ୍ମଣ ଯଜ୍ଞ ଦାନ, ତୀର୍ଥ ଦକ୍ଷିଣା ତପଶ୍ରମ, ତପ କରନ୍ତି ଯେତେ ଲୋକେ, ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ, ଶ୍ରଦ୍ଧା କରନ୍ତି ଯେଉଁ ଧର୍ମେ, ଦୟା ବହନ୍ତି ଦୁଃଖୀ ଜନେ, କରନ୍ତି ପର ଉପକାର, ଯମ ଲୋକକୁ ଯାର ଡର। ଗୋରୁ ବ୍ରାହ୍ମଣ ଯଜ୍ଞ ଦାନ, ଗୋରୁ ବ୍ରାହ୍ମଣ କେ ଯେନ୍ ଗୋରୁ ଦେବାଟା, ଯଜ୍ଞ କରି ଦାନ ଦେବାଟା, ଯେତିକି ଦାନ ପୁଣ୍ୟ ଦେବାଟା, ତୀର୍ଥ କରବାଟା, ଦକ୍ଷିଣା ଦେବାଟା, ପୂଜା ପାଠ କରବାଟା, ତପସ୍ୟା କରବାଟା, ବ୍ରତ କରବାଟା ସବୁ ଶ୍ରମ ହେ ବୋଲି କହିଲେ। ତପ କରନ୍ତି ଯେତେ ଲୋକ, ଯେନ୍ମାନେ ପୂଜା ପାଠ କରୁଛନ୍ତି, ତପସ୍ୟା କରୁଛନ୍ତି, ସେଇ ଲୋକର କଥା କହୁଛି। ତପ କରନ୍ତି ଯେତେ ଲୋକ, ବିଷ୍ଣୁକୁ ଭଜନ୍ତି ଯେ ଥୋକେ, ବିଷ୍ଣୁକୁ ପୂଜା ବି କରସେ ଅଧା ଲୋକ। ଶ୍ରଦ୍ଧା କରନ୍ତି ଯେତେ ଧର୍ମ, ଶ୍ରଦ୍ଧାରେ ଧର୍ମ ମାନେ ଯେତେ ଧର୍ମ ଅଛି ସେ ଆଚରଣ ପାଳନ କରସେ। ଦୟା ବହନ୍ତି ଦୁଃଖୀ ଜନେ, ସେ ଚିଜକେ ଦେଖିକିରି ଦୟା ବହେସେ ଦୁଃଖୀ ଲୋକମାନେ ବୋଲି କହିଲେ କୁହାଗଲା। ଦୟା ବହନ୍ତି ଦୁଃଖୀ ଜନେ, ସେ ଦୟା ବହେସେ ଦୁଃଖୀ ଲୋକମାନେ ବୋଲି କହିଲେ। କରନ୍ତି ତପ ପର ଉପକାର, ସେମାନେ ନାଇକେ ପରର ଉପକାର ଚାହେସେ ସେ ଦୁଃଖୀ ଲୋକମାନେ ବୋଲି କହିଲେ। ଯମ ପୁରକୁ ଯାର ଜୋର, ଯାକେ ଯମପୁରକେ ଡର ଅଛି ସେମାନେ ଏଇ ବିଷୟବସ୍ତୁ କରସେ, ଦୟା ଦୁଃଖୀ ବହେସେ, ତାରି ନାନା ପ୍ରକାର ପୂଜା ପାଠ କରାଯାଏସି, ତପସ୍ୟା ଦାନ ପୁଣ୍ୟ ଦେସେ, ବିଷ୍ଣୁ ଭଗବାନକେ ପୂଜା କରସେ ବୋଲି କହୁଛି। ଶ୍ରୀମଦ୍ ଭାଗବତ
ପଞ୍ଚମ କନ୍ଦ 14 ଅଧ୍ୟାୟ 326 ପୃଷ୍ଠା। ଯେ ଯଜ୍ଞ ପୁରୁଷ ଠାକୁର ତାହାକୁ କରି ଅନାଦର ପାଷାଣ ଭାବକୁ ଆଚରି ନାନା ଦେବତା ସେବା କରି ସୁଗମ ପତନ ଆବରି ଆଚରି ଅଛି ଆବରି ବିବିଧ କୁପଥ ଆବରି। ଯେ ଯଜ୍ଞ ପୁରୁଷ ଠାକୁର ଯାହାକେ ଯଜ୍ଞ ଅର୍ଥ ଧାର୍ମିକ ଅନୁଷ୍ଠାନରେ ପୂଜା ପାଠ କରବା ଯେ ସେ ଠାକୁରକେ ଯେ ଯଜ୍ଞ ପୁରୁଷ ଠାକୁର ସେ ଭଗବାନ ପୁରୁଷ ଭଗବାନ ସେ ଯଜ୍ଞରେ ପୂଜା କରବାର ଭଗବାନ ଠାକୁରକେ ସେ ପରମାତ୍ମା ଛାଡ଼ି କରି ତାହାକୁ କରି ଅନାଦର ତାହାକେ ତ୍ୟାଗ କରି କରି ପାଷାଣ ଭାବକୁ ଆଚାରେ ପାଷାଣ ଭାବ ମୂର୍ଖ ଭାବକେ ସେ ଆବରସି ବୋଲି କହିଲେ ଆବରି ଆବରି ହି ପାଷାଣ ଭାବକୁ ଆବରି ହି ଆଚାर्य କି ବୋଲ କି ଆବରି ଭାବ ବୋଲ ନାନା ଦେବତା ସେବା କରି ନାନା ପ୍ରକାର ଦେବାଦେବୀକେ ସେ ସେବା କରୁଛି। ସୁଗମ ପଥ ନ ଆଚରି ସୁଗମ ପଥ ଭଲ ପଥକେ ସେ ଛାଡ଼ି କରି ବିବିଧ କୁପଥକେ ସେ ଆବରିକରି ଅଛି ସେ ନିହାତି କୁମାର୍ଗରେ ସେ ଯାଉଛି ବୋଲି ଶାସ୍ତ୍ର କହୁଛି। ଶ୍ରୀମଦ୍ ଭାଗବତ 10ମ କନ୍ଦର ଦ୍ୱାରକା ଲୀଳାର 92 ଅଧ୍ୟାୟର 885 ପୃଷ୍ଠାରେ ଅଛି ଯେ ବ୍ରାହ୍ମଣ ଗୁରୁ ଚାରି ବର୍ଣ୍ଣେ ମୋହର ସ୍ୱରୂପ ଅଭିହୀନେ ତାହା ନ ଜାଣି ମୂଢ଼ ଜନ ପ୍ରତିମା ପୂଜେ ଦୃଢ଼ ମନ। ବ୍ରାହ୍ମଣ ଗୁରୁ ଚାରି ବର୍ଣ୍ଣ ମୋହର ସ୍ୱରୂପ ଅଭିନ୍ନ ବୋଲି କହିଲା ଶାସ୍ତ୍ର। ଏହା ନ ଜାଣି ମୂଢ଼ ଜନେ ପ୍ରତିମା ପୂଜେ ଦୃଢ଼ମୟ ଏ ବିଷୟବସ୍ତୁ ନେଇ ଜାଣିକରି କରି ନେଇ କାହିଁ ମୂଢ଼ ଜଣ ମାନେ ମୁଇଁ ଗୁରୁ ବ୍ରାହ୍ମଣ ଏ ଚାରି ବର୍ଣ୍ଣତି ରହେସି ତାହାକେ ନେଇ ଜାଣିକରି ମୂଢ଼ ଜଣ ମାନେ ମୋତେ ପ୍ରତିମା ତି ପୂଜା କରୁଛେ ଫଟୋତି ମୂର୍ତ୍ତି ପିତଲ ଫଟୋ କାଠର ଫଟୋ ମାଟିର ଫଟୋତି ପ୍ରତିମା ତି ମାନେ ମୋତେ ପୂଜା କରୁଛି ବୋଲି କହୁଛି। ଶ୍ରୀମଦ୍ ଭାଗବତ 11 କନ୍ଦର 15 ଅଧ୍ୟାୟର 964 ପୃଷ୍ଠା। ଯେ ପ୍ରାଣୀ ଦୟା ସତ୍ୟଯୁକ୍ତ ତପି ଧାର୍ମିକ ବିଦ୍ୟବନ୍ତ ମୋର ଭକତି ଯେବେ ନାହିଁ ପବିତ୍ର ନହି ତାର ଦେହି ସେ କାହୁଁ ସଂସାରୁ ତରିବ ଯେବେ ନ ଜାଣେ ମୋର ଭାବ। ଯେ ପ୍ରାଣୀ ଦୟା ସତ୍ୟଯୁକ୍ତ ଯେନ୍ ପ୍ରାଣୀ ହିଁ ସତ୍ କଥା କହେସି ଦୟା କରସି ସେ ବିଷୟବସ୍ତୁ କହୁଛି ତପି ଧାର୍ମିକ ବିଦ୍ୟବନ୍ତ ସେ तपस्या है बगैर व्यक्ति है तो
धार्मिक है से विद्यमान है ज्ञानवान भी अच्छी विद्यमान भी अच्छी मोर भक्ति जीवी नहीं सी जिते बेले मोर भक्ति नहीं कर परमात्मा को भक्ति नहीं कर मोर भक्ति नहीं कला मोर भक्ति जीवे नहीं पवित्र नहीं तार देह तार शरीर पवित्र नहीं बोली कहला से कहाँ संसार तरीब से सारा संसार से उद्धार नहीं पारे से तरी नहीं पारे बोली कहला जीवे न जाने मोर भाव जिते बेले से मोर भाव नहीं जानबा बोले से संसार तरी नहीं पारे बोली कहूँ श्रीमद् भागवत एकादश खंड 15 अध्याय 964 पृष्ठा उद्धव शुण एक चिते गुपत कथा कहूँ ते जेते ए दान व्रत त्याग धर्म आचर संख्या जुग ए मते न पारंती धरी नाना प्रकारे बस करी भकत जने बस मुहि तार रक्षणे मोर देहि मु एबे संसार अछि छंदी भकत पारे मते बांधी दुर्जन देह मोर शून्य भकत भावे मु बंधन एणु भकत जन पासे नित्य मुताए भाव बसे एणु भकत ए संसारे अशेष जन्म दोष रे उद्धव शुण एक चिते गुप्त कथा कहूँ तोते भगवान कहूचे जे हे उद्धव तक मैं गुप्तर कथा गोटे कहूचे से कथा के मन तन ध्यान देकर तुई सुन और से ही मन तन ध्यान देकर से तुई पालन करू बोली कहले जेते ए दान व्रत त्याग जेनी दान देवाटा दान दर्पण देउछु सेटा तुई त्याग कर और व्रत करूचे जितके पूजा पाठ जेन व्रत करूछु इटा भी तुई त्याग कर बोली कहला धर्म आचर संख्या जुग केवल मोर भक्ति अर्थ परमात्मा भक्ति तुई गोटे कर बोली कहूँ ए मते न पारंती धरी इ माने मते धरा नहीं पाए बोली कहला नाना प्रकार बस करी बोली कहला जे कौन से चिंता चिंता से नाना प्रकार से मते बस करबे बोले से माने केतेले बस नहीं ही पारे बोली कहले भकत जने बसे मुई मके मोर भक्त एका मते बस करी पारसी बोली कहले भकत जने बसे मुही तार रक्षण मोर दे भक्तंकर बसरे मुही सी तार रक्षा करवा लगते मुही शरीर धारण करके आसी बोली कहूचे मु ए संसार अच्छी छंदी बोला मुई सारा संसार के छंदी छे बांधी कर रखी छे ढाकी कर रखी छे बोली कहला भकत पारे मते बांधी ये सारा संसार के मके बांधी छे और मके केन बांधी नहीं पारे केवल भक्त एका मके नहीं बांधी पारसी बोली कहला भकत पारे मते बांधी बोली कहला दुर्जन देह मोर शून्य जिन मैं दुर्जन तो पापिष्ठ दुराचारी लोग मैंने हिंसावादी लोग मैंने नाना प्रकार जीव के हत्या करुचे हिंसावादी लोग मैंने नाम शरण जीव दया नहीं से लोके मुई तांकर देहरे शून्य से मैंने हेतरे कहले जे दुर्जन देह मोर शून्य बोले भकत भावे मो बंधन भकत भाव में बंधन ही एणु भकत जन पासे नित्य मु थाए भाव बसे तांकर पास्ते मुई थाए बोली तेणु भकत ए संसार तेणु ये भकत ए संसार अशेष जन्म दोष भक्त नाना जनीरु जन्म ही अशेष तार पाप थीसी से यही जन्म से मोर भक्त रेखा ये जन्म तार नहीं सब दोष के हरण करसी आरु सतलोक धाम के जैसी बोली कहले श्रीमद् भागवत
ଦଶମ କନ୍ଦ ଗୋପଲୀଳା ପଞ୍ଚମ ଅଧ୍ୟାୟର 608 ପୃଷ୍ଠା। ଗୋରୁ ବ୍ରାହ୍ମଣ ଯଜ୍ଞ ଦାନ ତୀର୍ଥ ଦକ୍ଷିଣା ତପସର୍ମ। ଗୋରୁ ବ୍ରାହ୍ମଣ ଯଜ୍ଞ ଯେତିକି ଯଜ୍ଞ କରାଯାଇଛି, ପୂଜା ପାଠ କରାଯାଇଛି, ଦାନ ଦେବାର ଯିବା କି ଦକ୍ଷିଣା ଦେବାର ଯାଇକି ତପସ୍ୟା କରାଯାଇଛି, ତୀର୍ଥ କରାଯାଇଛି, ଯେତିକି ବ୍ରତ କରାଯାଇଛି, ପୂଜା ପାଠ କରାଯାଇଛି, ସବୁ ଏଇଟା ଗୋଟେ ଶ୍ରମ ହେ। ଏଥିରେ କୌଣସି ଫଳ ନେଇ ମିଳିଲା ଏଇଟା ଭ୍ରମି କରି ମରବାଟା ଶ୍ରମ ହେ ବୋଲା। ଭିତରେ କୁହାଯାଇଛି ଗୋରୁ ବ୍ରାହ୍ମଣ ଯଜ୍ଞ ଦାନ ତୀର୍ଥ ଦକ୍ଷିଣା ତପଶ୍ରମ, ଏଇଟା ସବୁ ଶ୍ରମ କରା ପଡ଼ୁଛି, କୌଣସି ଏଥିରେ ମିଳିବ ନାହିଁ ବୋଲି କହୁଛି ଶାସ୍ତ୍ର। ଶ୍ରୀମଦ୍ ଭାଗବତ ଏକାଦଶ କନ୍ଦର 20 ଅଧ୍ୟାୟର 978 ପୃଷ୍ଠା। ତୀର୍ଥ ଗମନ ଜପ ଦାନ ଯଜ୍ଞେ ଦେବତାର ଧନ। ଏ କୋଟି କୋଟି ବର୍ତ ଧର୍ମ ଏ ଆଦି ଯେତେ ପୁଣ୍ୟ କର୍ମ ନାନା ପ୍ରକାରେ ତପ କରି ଜ୍ଞାନ କଲାକୁ ନୁହେଁ ସରି। ଉଦ୍ଧବ ଏହା ବୁଝ ମନେ ମହତେ ତୁ ମତେ ଭଜ ତତ୍ତ୍ୱ ଜ୍ଞାନେ। ମତେ ଭଜିଣ ଖଣ୍ଡ ଭ୍ରମ ଏବେ ତୁ ଛାଡ଼ ସର୍ବଧର୍ମ। ତୀର୍ଥ ଗମନ ଜପ ଦାନ ଯଜ୍ଞ ଦେବତା ଆରାଧନ, ଯେତିକି ତୀର୍ଥବର୍ଥ ଯିବାଟା, ଜପ କରବାଟା, ଦାନ ଦେବାଟା, ଯଜ୍ଞ ପୂଜା ପାଠ କରବାଟା, ଏ କୋଟି କୋଟି ବ୍ରତ କରବାଟା, ଯେତିକି ପୂଜା ପାଠ କରବାଟା, ସବୁ ଇ ଆଦି ଯେତେ ପୁଣ୍ୟ କର୍ମ, ଇ ଯେତିକି ପୂଜା ପାଠ ନାନା ପ୍ରକାର ତପସ୍ୟା କରବାଟା, ଏଇଟା ସବୁ ବୃଥା ହେ ବୋଲି କହୁଛି। ଏ ପୁଣ୍ୟ ଏ ନାନା ଏ ଆଦି ଯେତେ ପୁଣ୍ୟ କର୍ମ ନାନା ପ୍ରକାରେ ତପ କରି ଜ୍ଞାନ କଲାକୁ ନୁହେଁ ସେ, ଯାହାର ଶରୀର ପ୍ରକୃତି ତତ୍ତ୍ୱ ଜ୍ଞାନ ପରଆତ୍ମା ଜ୍ଞାନ ଅଛି, ତତ୍ତ୍ୱ ଜ୍ଞାନ ଅଛି ବୋଲି ତାର ଜ୍ଞାନ है ହିଁ नहीं, ଏଇଟା ଆମର କିଛି କାମ नहीं ଦେ ବୋଲି କହିଲେ ଭଗବାନ। ଉଦ୍ଧବ ଏହା ବୁଝ ମନେ ତୁ ମତେ ଭଜ ତତ୍ତ୍ୱ ଜ୍ଞାନ, ତୁ ତତ୍ତ୍ୱ ଜ୍ଞାନ ପରମାତ୍ମା ଜ୍ଞାନରେ ଭଜ ବୋଲି କହିଲି। ମତେ ଭଜିଣ ଖଣ୍ଡ ଭ୍ରମ ଏବେ ତୁ ଛାଡ଼ ସର୍ବଧର୍ମ। ତୁଇ ନାନା ପ୍ରକାର ଏ ବିଶ୍ୱରେ ଯେତେ ଧର୍ମ ଅଛି ସବୁକୁ ତୁଇ ତ୍ୟାଗ କରିଦି। ପୂଜା ପାଠ ନାନା ପ୍ରକାର ଯେତିକି ପୂଜା ପାଠ ନାନା ପ୍ରକାର ଧର୍ମ ଅଛି ସବୁ ଚିଜକେ ତୁଇ ତ୍ୟାଗ କରି ଛାଡ଼ିଦେ ବୋଲି କହିଲେ।